जय जगन्नाथ। आज मो पिता माता को लेकिन गोटे शब्द कहूँ, कारण पिता माता ऋण कहीं सुझी पारे नहीं, यह निराट सत्य। तापर कहीं कहार अनेक प्रत्येक जिनस को आम अनेक भाव तर्जमा कर निराट सत्य, किंतु प्रत्येक जिनस को धरतु ना एपटे एक कथाटी एमती भाव कहले, एक कथाटी सेमती भाव कहले, एक कथा को कहीं धरतु ना। तेणु आज मोर माँ को विषय कहूँ गोटे लेखा, मो निजस्व लेखा। कारण माँ ऋण कहीं सुझी पारती नहीं, से भाव नहीं कहूँ। जमी पिता ऋण भी कहीं सुझी पारती नहीं ना माँ ऋण भी कहीं सुझी पारती नहीं। आज कहूँ आ मो लेखा माध्यम तो मन आपण को जन देछि, केवल मो भावना रे राधाकृष्ण एवं जगन्नाथ भावना रे आपण को बोली शुणाऊँगी। यह निराट सत्य, मोर स्वर ताल लय किसी ना, यह भी आपण मानक जनाई दउछि। जय जगन्नाथ। एंतुड़ी शालरू मशाणी जाए, मारुण के सुझी न पारे, मारुण के सुझी न पारे। इंतुड़ी शालरू मशाणी जाए, मारुण के सुझी न पारे, मारुण के सुझी न पारे। 10 मास 10 दिन गर्भरे धइला, केते कष्ट सही माँ जन्म देला। कुआ कुआराब जेबे शुणिला, बक्षरु ताहार अमृत झरिला, बक्षरु ताहार अमृत झरिला। सबु कष्ट मार दूर होई गला, सबु कष्ट मार दूर होई गला। इंतुड़ी शालरू मशाणी जाए, मारुण के सुझी न पारे, मारुण के सुझी न पारे। पिला न खाइले माँ खाए नाही, जन्ह मामुको डाकी खुआई दियोई। पिला न खाइले माँ खाए नाही, जन्ह मामुको डाकी खुआई दियोई। पिला न सोइले माँ सुए नाही, बाइया गप कही सुआई दियोई। बाइया गप कही सुआई दियोई। दांड धूली बाली रे जेबे खेलु थाई, दांड धूली बाली रे जेबे खेलु थाई। कानी पण तरे माँ झाड़ी से दियोई, कानी पण तरे माँ झाड़ी से दियोई। सेही पण तरे सबु स्नेह रही थाई, सेही पण तरे सबु स्नेह रही थाई। इंतुड़ी शालरू मशाणी जाए, मारुण के सुझी न पारे। पेंतुड़ी शालरू मशाणी जाए, मारुण के
ଶୁଝି ନ ପାରେ। ପିଲା ଦେହରୁ ଯେବେ ରକତ ଝରଇ, ମା ଆଖି ଲୁହରେ ପଣତ ଭିଜଇ। ପିଲା ଦେହରୁ ଯେବେ ରକତ ଝରଇ, ମା ଆଖି ଲୁହରେ ପଣତ ଭିଜଇ। ଜୀବନରେ ଯେବେ ଦୁଃଖ ପଡ଼ିଥାଇ, ଜୀବନରେ ଯେବେ ଦୁଃଖ ପଡ଼ିଥାଇ, ମା ନ ଖାଇ ସେ ପିଲାକୁ ଖୁଆଇ, ମା ନ ଖାଇ ସେ ପିଲାକୁ ଖୁଆଇ। ମା ମଙ୍ଗଳାଙ୍କୁ ଗୁହାରି କରଇ, ସବୁ ଦୁଃଖ ମାଲୋ ମୋତେ ଦେବୁ ତୁହି। ମୋ ପିଲାଙ୍କୁ ରଖିବୁ ଘଣ୍ଟ ତୁ ଘୋଡ଼ାଇ, ମୋ ପିଲାଙ୍କୁ ରଖିବୁ ଘଣ୍ଟ ତୁ ଘୋଡ଼ାଇ। ଏନ୍ତୁଡ଼ି ଶାଳରୁ ମଶାଣି ଯାଏ, ମା ଋଣ କେହି ଶୁଝି ନ ପାରେ। ମା ଋଣ କେହି ଶୁଝି ନ ପାରେ। ସେହି ପିଲା ଦିନେ ବଡ଼ ହୋଇଗଲା, ସେହି ପିଲା ଦିନେ ବଡ଼ ହୋଇଗଲା। ନିଷ୍ଠୁର ବଚନ ମାକୁ କହିଲା, ନିଷ୍ଠୁର ବଚନ ମାକୁ କହିଲା। ଏମିତି ପାଷାଣ ମାର ହୃଦୟ, ଏମିତି ପାଷାଣ ମାର ହୃଦୟ। ସଭିଙ୍କୁ କହି ବୁଲେ ମୋ ପୁଅ ଝିଅ ମୋର, ମୋ ପୁଅ ଝିଅ ମୋର। ଏନ୍ତୁଡ଼ି ଶାଳରୁ ମଶାଣି ଯାଏ, ମା ଋଣ କେହି ଶୁଝି ନ ପାରେ। ମା ଋଣ କେହି ଶୁଝି ନ ପାରେ। ମା ଋଣ କେହି ଶୁଝି ନ ପାରେ। ଜୟ ଜଗନ୍ନାଥ। କାରଣ ମୋ ଭାବନା, ମୋ ରାଧାକୃଷ୍ଣ ଭାବନାରେ, ଜଗନ୍ନାଥଙ୍କ ଭାବନାରେ ମୋର ନିଜସ୍ୱ ଲେଖା ମୁଁ ଆପଣଙ୍କୁ ଶୁଣିଲି। ଭୁଲ ଠିକ୍ର ତର୍ଜମା ଆପଣମାନେ କରିବେ। କି ଗୋଟିଏ କଥା ଲାଷ୍ଟ ଯେଉଁ ପଦକ କହିଲି, ଏମିତି ମାନେ ପିଲାମାନେ ଆଜିକାଲି ବଡ଼ ହୋଇକି ଏମିତି ନିଷ୍ଠୁର ବଚନ ବାପା ମାଆଙ୍କୁ କହୁଛନ୍ତି, ତଥାପି ସେ ମାଆର ହୃଦୟଟା ଏତେ ପାଷାଣ, ସେ ତଥାପି କହିବଲେ ସେ ମୋର ପୁଅ, ସେ ମୋର ଝିଅ। ଆଉ ମୋର ସବୁ ପୁଅ ଝିଅ ଆଉ ଏବଂ ବୋହୂ ସମସ୍ତଙ୍କୁ, ସବୁ ନାରୀ ପୁରୁଷମାନଙ୍କୁ ମୋର ଗୋଟିଏ ଅନୁରୋଧ, ପିତାମାତା ଯାହା କୁହନ୍ତୁ ମଥାପାତି ସହିଯାଆନ୍ତୁ। କେହି ତାଙ୍କ କଥାକୁ ଧରନ୍ତୁ ନାହିଁ କି ତାଙ୍କୁ କଷ୍ଟ ଦେଇ ଆଘାତ ଦେଇ କଥା କୁହନ୍ତୁ ନାହିଁ। ଜୀବନରେ ଯଦି କିଛି ଭୁଲ ବି କରିଛନ୍ତି ତାହେଲେ ତାଙ୍କ ଭୁଲକୁ ଭୁଲି ଯାଆନ୍ତୁ। ତାଙ୍କୁ ମଧୁର ବଚନ କୁହନ୍ତୁ, ତାଙ୍କ ମନକୁ କିଣି ଦିଅନ୍ତୁ ନା। ସୁନ୍ଦର ଭାବରେ ବଚନ କହି ଭଗବାନ ତମ ମନକୁ ନିଶ୍ଚିନ୍ତ କିଣିଦେବେ। ଆଉ ତୁମ ସଂସାରକୁ ଭଗବାନ ସବୁବେଳେ ଘଣ୍ଟ ଘୋଡ଼ାଇ ରଖିବେ। ଏହା ନିରାଟ ସତ୍ୟ। କାରଣ ଆମେ ଯେମିତି କର୍ମ କରିବା ସେମିତି ଫଳ ପାଇବା। ଆମେ ଯଦି କିଛି ଭଲ କର୍ମ କରିଥିବା ଆମେ ଭଲ ଫଳଟିଏ ପାଇବା। ଆମେ ଯଦି ଖରାପ କର୍ମ କରିବା ଖରାପ ଫଳ ପାଇବା। ଏହା ନିରାଟ ମଧ୍ୟ ସତ୍ୟ। ଏତିକି ପିତାମାତାକୁ କେହି କଷ୍ଟ ଦିଅନ୍ତୁ ନାହିଁ। ସହିବା ଲୋକଟି ବଡ଼, ବାରମ୍ବାର କହିଛି, କହିବା ଲୋକଟି ବଡ଼ ନୁହଁ। ଯଦି ବିନା ଦୋଷରେ କହିଦେଉଛନ୍ତି କହିଦିଅନ୍ତୁ। ସହିଗଲେ କ'ଣ କ୍ଷତି ହେଇଯାଉଛି? କ'ଣ ଦେହଟା ଘୋରି ହେଇଯାଉଛି ନା ଛିଡ଼ି ଯାଉଛି? ସେଥିପାଇଁ ସହିବା ପାଇଁ କହିବ। କଳି ଯୁଗରେ ସହିପାରିବୁନୁ। ଅନ୍ୟ ଯୁଗରେ ତର୍ଜମା କଲେ ଅନେକ ସହିଛନ୍ତି, ଆମେ କଳି ଯୁଗରେ ସହିପାରିବୁନୁ। କିନ୍ତୁ ସହିବା ପାଇଁ ଆମକୁ ଭଗବାନଙ୍କୁ ଶକ୍ତି ମାଗିବାକୁ ହେବ। ଏହା ଗୋଟିଏ ସୁନ୍ଦର କଥା, ଭାବନା। ଆପଣଙ୍କ ଚିନ୍ତା ଚେତନା ଭିତରେ ଏଇ ଜିନିଷଟାକୁ ଅନୁସରଣ କରନ୍ତୁ। ନିଶ୍ଚିନ୍ତ ଆପଣଙ୍କ ଘର ଅଳ୍ପ ଧନ ଥାଉ, ନିଶ୍ଚିନ୍ତ ଆପଣଙ୍କ ଘର ହସୁଥିବ।
ଆପଣଙ୍କ ସ୍ୱାମୀ କି ପିଲା କେହି ଯଦି ଖରାପ ଅଛନ୍ତି ତାହେଲେ ତାଙ୍କୁ କେବଳ ବୁଝେଇବାକୁ ଚେଷ୍ଟା କର। ସେ ବୁଝିଲେ ଭଲ, ନ ବୁଝିଲେ ଆପଣ ସଂସାରକୁ ସୁନ୍ଦର ଭାବରେ ତୁଲେଇ ଚାଲନ୍ତୁ। ନିଶ୍ଚିନ୍ତ ଆପଣ ଭଲ ଫଳ ପାଇବେ। ରହୁଛି। ମୋ କଥା ମାଧ୍ୟମରେ ଯଦି ଭୁଲ ଥାଏ ମୋତେ କ୍ଷମା କରନ୍ତୁ। ଜୟ ଜଗନ୍ନାଥ।